ଅଗଷ୍ଟ 15 ପୂର୍ବରୁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଲାଲକିଲ୍ଲାର ସୁରକ୍ଷାରେ ଏକ ବଡ଼ ତ୍ରୁଟି ଦେଖାଦେଇଛି। ସୁରକ୍ଷାରେ ତ୍ରୁଟି ଯୋଗୁଁ ଡ୍ୟୁଟିରେ ନିୟୋଜିତ 7 ଜଣ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ଘଟଣାଟି ଏହିପରି। ଡିସିପି ରାଜା ବାନ୍ଥିଆ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ 15 ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଏହି ସମୟରେ ସ୍ପେଶାଲ ସେଲ୍ର ଏକ ଟିମ୍ ଅଭ୍ୟାସ କରିଥିଲା, ଯେଉଁଥିରେ ସେମାନେ ଏକ ଡମି ବୋମା ସହିତ ସିଭିଲ ଡ୍ରେସ୍ରେ ଲାଲକିଲ୍ଲା ପରିସରରେ ପ୍ରବେଶ କରିଥିଲେ। ସେହି ସମୟରେ ଲାଲକିଲ୍ଲାର ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମୀମାନେ ବୋମାକୁ ଚିହ୍ନଟ କରିପାରି ନଥିଲେ, ଯାହା କାରଣରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଅଗଷ୍ଟ 4 ସୋମବାର ଦିନ 5 ଜଣ ବାଂଲାଦେଶୀ ଲାଲକିଲ୍ଲାରେ ବେଆଇନ ଭାବରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଧରା ପଡ଼ିଥିଲେ। ସେମାନଙ୍କଠାରୁ ନକଲି ଆଧାର କାର୍ଡ଼ ଜବତ କରାଯାଇଛି। ପୋଲିସ ବାଂଲାଦେଶୀ ନାଗରିକଙ୍କୁ ଅଟକ କେନ୍ଦ୍ରକୁ ପଠାଇ ଦେଇଛି। ବର୍ତ୍ତମାନ ଅଗଷ୍ଟ 15କୁ ଦୃଷ୍ଟିରେ ରଖି ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି।